ପିଲାମାନେ ଆଜି ଆମେ ଦେଖିବା ଆମ ସପ୍ତମ ଶ୍ରେଣୀ ବିଜ୍ଞାନର ଚାପ୍ଟର 8 ମାଟି ଆଉ ମୃତ୍ତିକାର ଅଭ୍ୟାସ ପ୍ରଶ୍ନ ପତ୍ର। ତାହେଲେ 1 ନମ୍ବର ପ୍ରଶ୍ନ, ସର୍ବାଧିକ ଜଳ ଧାରଣ କ୍ଷମତା ଥିବା ମାଟି କେଉଁଠି ଅଟେ? ହେଲା, ସେଟା ମାଟିଆ ମାଟି, ମଟାଲ ମାଟି। ଘ ହଉଛି କରେକ୍ଟ ଆନ୍ସର। ତାପରେ 2 ନମ୍ବର, ଉର୍ବର ମାଟିର ଉପର ସ୍ତରର କେଉଁଠି ଥାଏ? ସେଟା ହ୍ୟୁମସ୍ ଥାଏ। ହେଲା, ତାପରେ 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଆମକୁ, କ ସ୍ତମ୍ଭରେ ଥିବା ଶବ୍ଦ ସହିତ ଖ ସ୍ତମ୍ଭରେ ଥିବା ଶବ୍ଦକୁ ଯୋଗ କର। ପିଲାମାନେ ପ୍ରଥମ ସ୍ତର ହଉଛି ଆମର ହ୍ୟୁମସ୍ ଅଧିକ, ଦ୍ୱିତୀୟ ସ୍ତର ହଉଛି ଲବଣର ପରିମାଣ ବେଶୀ, ତୃତୀୟ ସ୍ତର ହଉଛି ପଥର ଗୋଡ଼ି ସଂଖ୍ୟା ବେଶୀ, ଚତୁର୍ଥ ସ୍ତର ହଉଛି କଠିନ ଶିଳା। ହେଲା ଆନ୍ସର ମୁଁ କରିଦେଇଛି, ତମେ ପଢିଦବ। ପିଲାମାନେ 4 ନମ୍ବର କ୍ୱେଶ୍ଚିନ୍, ମାଟି କିପରି ସୃଷ୍ଟି ହୁଏ ବର୍ଣ୍ଣନା କର। ଏଇ କ୍ୱେଶ୍ଚିନ୍ ଆମ ପରୀକ୍ଷାରେ ବହୁତ ଥର ଆଗରୁ ଆସି ସାରିଛି। ତାହେଲେ ମାଟି କେମିତି ସୃଷ୍ଟି ହୁଏ? ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ଶିଳା ଭାଙ୍ଗି ଶେଷରେ ମାଟି ସୃଷ୍ଟି ହୁଏ। ହେଲା, ଶିଳା ଭାଙ୍ଗି ମାଟି ସୃଷ୍ଟି କେମିତି? ଦିନରେ ଅତ୍ୟଧିକ ସୂର୍ଯ୍ୟତାପ ଓ ରାତିରେ ତାପର ହ୍ରାସ ଫଳରେ ଭୂପୃଷ୍ଠର ଶିଳାର ପ୍ରସାରଣ ଓ ସଂକୋଚନ ଫଳରେ ଶିଳା ଗୁଡ଼ିକରେ ଫାଟ ସୃଷ୍ଟି ହୁଏ। ହେଲା, ମାନେ ପଥର ଗୁଡ଼ିକରେ ବର୍ଷା ଜଳ, ବାୟୁ, ଜଳସ୍ରୋତ ଓ ଉଦ୍ଭିଦର ଚେର ଏହି ଫାଟରେ ପଶି ଶିଳା ଗୁଡ଼ିକୁ ଫଟାଇ ଛୋଟ ଛୋଟ ଶିଳାରେ ଖଣ୍ଡରେ ପରିଣତ କରନ୍ତି। ବର୍ଷା ଜଳ ଓ ନଦୀ ସ୍ରୋତରେ ଏହି ଶିଳା ଖଣ୍ଡ ଗୁଡ଼ିକ ଗଡ଼ି ଗଡ଼ି ପାହାଡ଼ିଆ ଅଞ୍ଚଳରୁ ନିମ୍ନ ଆଡ଼କୁ ଆସନ୍ତି ଓ ପରସ୍ପର ସହ ବାଡ଼େଇ ହୋଇ ଆହୁରି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଅନ୍ତି। ଶିଳାର ଚୂର୍ଣ୍ଣରୁ ବାଲି ସୃଷ୍ଟି ହୁଏ। ହେଲା, ଶିଳାର ଚୂର୍ଣ୍ଣରୁ ଆମର ବାଲି ସୃଷ୍ଟି ହେଲା। ଅତ୍ୟନ୍ତ ଛୋଟ ଛୋଟ କଣିକା ଗୁଡ଼ିକ ପାଣି ସହିତ ମିଶି କାଦୁଅ ସୃଷ୍ଟି କରିଥାଏ। ବାଲି, କାଦୁଅ, ଜୈବ ପଦାର୍ଥ ଓ ଶିଳାରେ ଥିବା ଲବଣ ମିଶି ମାଟି ସୃଷ୍ଟି ହୁଏ। ପୃଥିବୀ ପୃଷ୍ଠରେ ହେଲା 1 ସେଣ୍ଟିମିଟର ବହଳ ମୃତ୍ତିକା ସୃଷ୍ଟି ଲାଗି ପ୍ରାକୃତିକ, ଏଇଟା 1 ସେଣ୍ଟିମିଟର ପିଲା, ପ୍ରକୃତିକୁ ହଜାର ହଜାର ବର୍ଷ ଲାଗେ। ହେଲା, ଲାଗେ ଖାଲି ଲେଖିବ, ବୁଝିଲା। ଏମିତି ତାହେଲେ ଆମର ମାଟି ସୃଷ୍ଟି ହେଲା ଜାଣିଲେ। 5 ନମ୍ବର ଆମକୁ ଦେଲା, ବାଲିଆ, ଦୋରସା, ମଟାଳ ମାଟିର ଗଠନ ଓ ବିଶେଷତା ଲେଖ। ପିଲାମାନେ ବାଲିଆ ମାଟିର ଶତକଡ଼ା 70ରୁ 80 ଭାଗ ବାଲି ଥାଏ। ଏହା ହାତକୁ ଦାନା ଦାନା ଲାଗେ। ଏହାର ଜଳ ଧାରଣ କ୍ଷମତା କମ ହୋଇଥିବାରୁ ସେଥିରେ କମ ଜଳ ଆବଶ୍ୟକ କରୁଥିବା ଚିନାବାଦାମ, କନ୍ଦମୂଳ, ଆଳୁ, ମୁଗ, ବିରି, ସୂର୍ଯ୍ୟମୁଖୀ ଆଦି ଫସଲ ଭଲ ହୁଏ। ବୁଝିଲା, ତାହେଲେ ବାଲିଆ ଇଏରେ। ତାପରେ ଆଉ ମଟାଳ ମାଟିରେ କାଦୁଅ ଭାଗ ଅଧିକ ଥାଏ ଓ ହାତକୁ ଚିକଣ ଲାଗେ। ମଟାଳ ମାଟିରେ ଜଳ ଧାରଣ କ୍ଷମତା ଅଧିକ, ଏଣୁ ଏଥିରେ ଧାନ, ଆଖୁ, ନଳିତା, ଜଡ଼ା, ଗହମ ଆଦି ଭଲ ଚାଷ ହୁଏ। ହେଲା, ତାପରେ ଦୋରସା ମାଟିରେ କ'ଣ ପିଲାମାନେ? ଦୋରସା ମାଟି ବି ଦେଖିଦେବା ଆମେ। ଦୋରସା ମାଟି ବାଲି ଓ କାଦୁଅ ଭାଗ ସମାନ ଥାଏ। ଏଥିରେ ହ୍ୟୁମସ୍ ଯଥେଷ୍ଟ ଥାଏ। ହେଲା, ହ୍ୟୁମସ୍ ମାନେ ଉର୍ବରତା। ଏହାର ଜଳ ଧାରଣ କ୍ଷମତା ବାଲିଆ ମାଟି ଠାରୁ ଅଧ ଓ ମଟାଳ ମାଟି ଠାରୁ କମ। ଏହା ହାତକୁ ଅଳ୍ପ ଚିକଣ ଓ ଖଦଡ଼ା ଲାଗେ। ଏ ପ୍ରକାର ମାଟିରେ ପନିପରିବା ଓ ଚାଷ ଓ ଫୁଲ ଚାଷ ଭଲ ହୁଏ। ପିଲାମାନେ ତାପରେ ଦେଲା, ମାଟିର ଚିତ୍ରଣ କରି ହେଲା ସ୍ତର ଦର୍ଶାଅ। ପିଲାମାନେ ମାଟିର ଗୋଟେ ଚିତ୍ର କରିବ। ଆମର ପ୍ରଥମ ସ୍ତର, ଦ୍ୱିତୀୟ ସ୍ତର, ହେଲା, ତୃତୀୟ ସ୍ତର ଆଉ ଚତୁର୍ଥ ଭୂସ୍ତର। ହେଲା, ସବୁ ଭୂସ୍ତର। ଉପର ମାଟିର ସ୍ତର ହ୍ୟୁମସ୍ ପୂର୍ଣ୍ଣ ନରମ। ଦ୍ୱିତୀୟ ସ୍ତର କ'ଣ ଲେଖିଦେବ ପିଲାମାନେ? ତୃତୀୟ ସ୍ତର, ଚତୁର୍ଥ ସ୍ତର ଲେଖିକି 4ଟାଙ୍କ ସ୍ତର ଏଠି ଚିତ୍ର କରିବ। ହେଲା, ଚତୁର୍ଥ ସ୍ତରରେ ଏଠି ଆମର କଠିନ ଶିଳା ସ୍ତର ରହିଛି, ତୃତୀୟ ସ୍ତରରେ ପଥର ଖଣ୍ଡ ରହିଛି, ପ୍ରଥମ ସ୍ତରରେ ନରମ ରହିଛି। ବୁଝିଲା, ଏଇ ଚିତ୍ର କରି ତାକୁ ଲେଖିବ। 7 ନମ୍ବର ଦେଲା, ଗୋଟିଏ ପରୀକ୍ଷଣରୁ ଜଣାଗଲା 10 ମିନିଟରେ 150 ମିଲିଲିଟର ଜଳ ମାଟି ତଳକୁ ଯାଇପାରିଛି। ତାର ଜଳ ଅବଶୋଷଣ କ୍ଷମତା ନିଶ୍ଚୟ କରି ମାଟିର ପ୍ରକାରଭେଦ ଲେଖ। ପିଲାମାନେ ମାଟିର ଓଜନ ହେଉଛି ଆମର 100 ଗ୍ରାମ। ମାପ ଗ୍ଲାସରେ ଜଳର ପରିମାଣ ନେଲେ 200 ମିଲିଲିଟର। ହେଲା, ମାପ ଗ୍ଲାସରେ ନେଉଛି ଆମେ, ଏଟା ହେଲା ଆମର 200 ମିଲିଲିଟର। ପରୀକ୍ଷାରୁ ଜଣାଗଲା ଯେ 10 ମିନିଟରେ 150 ମିଲିଲିଟର ଜଳ ମାଟି ତଳକୁ ଆସିଛି। ହେଲା, ବିକରେ ପଡ଼ିଥିବା ଆମର ଆୟତନ ହେଲା 150 ଆମକୁ ଦେଇଛି। ହେଲା, ତାହେଲେ ଆଉ କେତେ ବାକି ଅଛି? ଆଉ 50 ମିଲିଲିଟର, କାରଣ ଏଇ ଯୋଉ ଆମର ବିକରଟା ୟାର ଆୟତନ ହେଉଛି କେତେ? ଏଇଟା ହେଉଛି 200 ମିଲିଲିଟର ପ୍ରଥମରୁ। ହେଲା, ସବୁ ଇଏର। ହେଲା, ଆମକୁ 150 ପୂର୍ଣ୍ଣ ହେଇଛି, ତାହେଲେ 50 ମିଲିଲିଟର କ'ଣ ଶୋଷଣ ଜଳର ଓଜନ କେତେ? 50 ଗ୍ରାମ। ତାର ଶତକଡ଼ା ବାହାର କଲେ ମଧ୍ୟ 50 ଶତକଡ଼ା ବାହାରିବ।
8 ନମ୍ବର ପ୍ରଶ୍ନ ଦେଇଛି ମୃତ୍ତିକା ସଂରକ୍ଷଣ କିପରି କରାଯାଇ ପାରିବ ଲେଖ। ପିଲାମାନେ ମୃତ୍ତିକା କୌଣସି ସ୍ଥାନରୁ ବାରମ୍ବାର ସ୍ଥାନାନ୍ତରିତ ହେଲେ ସେଠାକାର ମୃତ୍ତିକା ସ୍ତରର ଉର୍ବରତା କମି ଯାଇଥାଏ। ଜଳ ଓ ବାୟୁ ମୃତ୍ତିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ଅଟନ୍ତି। ହେଲା, ଜଳ ଆଉ ବାୟୁ ହେଲା ମୁଖ୍ୟ ପ୍ରାକୃତିକ କାରକ। ମୃତ୍ତିକା ମୁଖ୍ୟତଃ ଜଳ ଦ୍ୱାରା ଅଧିକ ସ୍ଥାନାନ୍ତରିତ ହୁଏ। ହେଲା, ଜଳ ଦ୍ୱାରା ଅଧିକ ସ୍ଥାନାନ୍ତରିତ ହେଲା। ପୃଷ୍ଠ ମୃତ୍ତିକା ନରମ ହାଲୁକା ଓ ସେଥିରେ ଜୈବିକ ଉପାଦାନ ହିମସ୍ ମିଶି ରହିଥିବାରୁ ତାହା ଉର୍ବର ଅଟେ। ଏହା ଜଳ ବୃଷ୍ଟି ଓ ବାୟୁ ଦ୍ୱାରା ଧୋଇ ହୋଇ ବା ଉଡ଼ି ସ୍ଥାନାନ୍ତରିତ ହୋଇଥାଏ। ଏଣୁ ଏଥିରେ ରହିଥିବା କାଦୁଅ ଜୈବ ଉପାଦାନ ଓ ହିମସ୍ ମଧ୍ୟ ସ୍ଥାନାନ୍ତରିତ ହୋଇ ମାଟିକୁ ଅନୁର୍ବର କରେଇ ଦିଏ। ହେଲା, ନଦୀ ଶଯ୍ୟା ଓ ନଦୀ ବା ସମୁଦ୍ର କୂଳ ମାନଙ୍କରୁ ମାଟି ଜଳସ୍ରୋତ ଦ୍ୱାରା ଧୋଇ ହୋଇ ଅତଡ଼ା ଖାଇ ନଦୀ ଗର୍ଭରେ ଲୀନ ହୁଏ। ବେଳେବେଳେ ନଦୀ ମଧ୍ୟରେ ଥିବା ପଠା ବା ଚଢ଼ା ଧୋଇ ହୋଇ ନିଶ୍ଚିତ ହୋଇଥାଏ। ପିଲାମାନେ 9 ନମ୍ବର ଦେଲା ମୃତ୍ତିକା ସଂରକ୍ଷଣ କିପରି କରାଯାଇ ପାରିବ ଲେଖ। ପିଲାମାନେ ୟାକୁ ମୁଁ ବହିରେ ଭଲରେ ବୁଝେଇଥିଲି, ତମେ ଖାଲି ମୁଁ ଏଠି ଆନ୍ସର କହିଦେଉଛି, ତମେ ଲେଖିଦେବ। ଆମେ ବୃକ୍ଷରୋପଣ ଦ୍ୱାରା ମୃତ୍ତିକା ସଂରକ୍ଷଣ କରିପାରିଲେ। ହେଲା, ଫସଲ ପରେ ଫସଲ ଆମେ ଜମିକୁ ପଡ଼ିଆ ନ ରଖି ଲଗେଇବା। ହେଲା, ଫସଲ କାଟିଲା ବେଳେ ଫସଲର ମୂଳ ଉପରକୁ କିଛି ଅଂଶ ଛାଡ଼ି କାଟିଲେ ମୃତ୍ତିକା ସଂରକ୍ଷିତ ହୁଏ। ହେଲା, ଇଏ ହେଲା ଆମର ମୃତ୍ତିକା ସଂରକ୍ଷଣ, ତାକୁ ଲେଖିବ, ମୁଁ ବହିରେ ଭଲରେ ବୁଝେଇ ଦେଇଥିଲି। ତାପରେ 10 ନମ୍ବର ଦେଲା ଇଟା ବ୍ୟବହାର କରି ଘର ତିଆରି କରିବା ଦ୍ୱାରା ଆମର ପରୋକ୍ଷରେ କି ପ୍ରକାର କ୍ଷତି ହେଉଛି ଆମେ ଲେଖିବା। ତାହେଲେ ଇଟା ତିଆରି ପାଇଁ ପିଲାମାନେ ମାଟି ଖୋଳିବା ଦ୍ୱାରା ମାଟିର ଅବକ୍ଷୟ ହେଲା। ହେଲା, କଞ୍ଚା ଇଟାକୁ ମାଟିରେ ପୋଡ଼ିଲେ ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳ ପ୍ରଦୂଷିତ କଲା। ଆଉ କଞ୍ଚା ଇଟାକୁ ପୋଡ଼ିବା ପାଇଁ ଗଛ କାଟିବାକୁ ପଡ଼ିଥାଏ। ଗଛ କାଟିବା ଦ୍ୱାରା ମୃତ୍ତିକା କ୍ଷୟ, ପରିବେଶର ଜଳୀୟ ବାଷ୍ପ ଓ ଅମ୍ଳଜାନ ମଧ୍ୟ ହ୍ରାସ ଘଟିଥାଏ। ଇଟା ତିଆରି ଯୋଗୁଁ ଯେଉଁ ଯେଉଁ ମାଟି ବ୍ୟବହୃତ ହୋଇଥାଏ ତାହା ତିଆରି ହେବା ପାଇଁ ଅନେକ ବର୍ଷ ଲାଗିଥାଏ, ତେଣୁ ମୃତ୍ତିକା ମଧ୍ୟ କ୍ଷୟ ହେଲା। କ୍ୱେଶ୍ଚିନ୍ ନମ୍ବର 11 ପିଲାମାନେ ଏହାର ଶେଷ ପ୍ରଶ୍ନ ଅଭ୍ୟାସର ତୁମ ବାଡ଼ିରେ ତୁମ ମା ଶିମ୍ବ, ଭେଣ୍ଡି ଓ କଲରା ଗଛ ଲଗାଇଛନ୍ତି ଓ ସେଥିରୁ ଭଲ ଫଳ ଧରିଛି, ତେଣୁ ତୁମର ବାଡ଼ିରେ ମାଟି କେଉଁ ପ୍ରକାର ମାଟି ହୋଇଥିବ ଲେଖ। ତାହେଲେ ପିଲାମାନେ ଆ ପୂର୍ବରୁ ପଢ଼ିଛେ, ତାହେଲେ ପନିପରିବା ଚାଷ ପାଇଁ ଦୋରସା ମାଟି ସବୁଠାରୁ କ'ଣ ଠିକ୍। ହେଲା, ଏ ବିଷୟର ସମ୍ପୂର୍ଣ୍ଣ ଅଭ୍ୟାସ ପ୍ରଶ୍ନପତ୍ର ସରିଗଲା।